ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଖୋର୍ଦ୍ଧା ସମ୍ବାଦଦାତା ଶୁଭ୍ରରଞ୍ଜନ ଦାସ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ପକ୍ଷରୁ ଏକ 3 ଦିନିଆ 20ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଜନଜାତି ଜାମ୍ବୋରେଟ୍ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଅଧିବେଶନରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡକ୍ଟର କାଳୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ର ସଭାପତି ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରରେ ଭାରତ ସ୍କାଉଟ୍ ଏବଂ ଗାଇଡ୍ର ଉଦ୍ଦେଶ୍ୟ ଉପାଦେୟତା ସମ୍ପର୍କରେ ଅବଗତ କରାଇଥିଲେ। ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର 3000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଆକାଶବାଣୀକୁ ସୂଚନା ଦେଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜସ୍ମିନ ମିଶ୍ର କହିଥିଲେ, ସ୍କାଉଟ୍ ଆଣ୍ଡ ଗାଇଡ୍ରେ ରାଷ୍ଟ୍ରପତି ଗାଇଡ୍ ଥିଲି 98ରୁ 2000 ପର୍ଯ୍ୟନ୍ତ। ଛୁଆ ବେଳର ଯୋଉ ମେମୋରି ଗୁଡା ସବୁ ପୁରା ଯେମିତି ଲାଗୁଛି ଆଖି ସାମ୍ନାକୁ ପଳେଇ ଆସିଛି। ଛୁଆ ମାନଙ୍କର ଏତେ ଏନକରେଜମେଣ୍ଟ ଆଣ୍ଡ ଏନ୍ଥୁଜିଆଜମ ଦେଖିକି ବହୁତ ଗର୍ବିତ ଫିଲ୍ ହଉଛି। ମୁଁ ଚାହୁଁଛି ଯେ ଏଇ ଯୋଉ ପିଲାମାନେ ଜିଲ୍ ଏନ୍ଥୁଜିଆଜମ ସହିତ ଏଠି ଜାମ୍ବୋରିରେ ପାର୍ଟିସିପେଟ କରୁଛନ୍ତି, ଯଦି ସେମାନେ ବି ମୋ ପଥ ଧରି ଭାରତୀୟ ବାୟୁସେନା ଥଳସେନା ଜଳସେନାରେ ଯଦି ସେମାନେ ପହଞ୍ଚି ପାରିବେ ମୁଁ ବହୁତ ଖୁସି ହେବି। ମୁଁ ଚାହୁଁଛି ତାଙ୍କ ଭିତରୁ ବହୁତ ସାରା ସ୍କାଉଟ୍ ଆଣ୍ଡ ଗାଇଡ୍ ୟୁନିଫର୍ମ ପିନ୍ଧିକି ଦେଶ ପ୍ରତି ସେବାରତ ହୁଅନ୍ତୁ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମ୍ବଲପୁରର ଜଣେ ଛାତ୍ରୀ କହିଥିଲେ, ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକାରେ ଏକ ନୌଚାଳନା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚିଲିକା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କୁ ନେଇ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ନୌଚାଳନା ପ୍ରତିଯୋଗିତାରେ ଖୋର୍ଦ୍ଧା ଗଞ୍ଜାମ ପୁରୀ ଜିଲ୍ଲାର ଚିଲିକା ଉପରେ ନିର୍ଭର କରି ଚଳୁଥିବା 81ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳରେ 10 ଜଣ ସଦସ୍ୟ କେବଳ ହାତଚଲା ଆହୁଲା ଦ୍ୱାରା ଡଙ୍ଗା ଚଳାଇ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ପ୍ରତିଯୋଗିତା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ପରିସରରେ ଓଡ଼ିଶା ଜୋନ୍ ଡିଜାଇନ୍ ଫର୍ ଭାରତ ଯୁବ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିକଶିତ ଭାରତ 2047 ପାଇଁ ନବସୃଜନ ଏବଂ ଯୁବ ନେତୃତ୍ୱ ମାଧ୍ୟମରେ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ 84 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। 16ଟି ଦଳ ସେମାନଙ୍କ ଅନୁଭବ ଡିଜାଇନ୍ ଏବଂ ଉତ୍ପାଦନ ଦାଖଲ କରିଥିଲେ। ଏଥିମଧ୍ୟରୁ 15ଟିର ମୂଲ୍ୟାଙ୍କନ କରାଯାଇଥିଲା। ରାଜ୍ୟ ସ୍ତରରେ 7ଟି ଦଳ ମନୋନୀତ ହୋଇଥିଲେ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପ ଆସନ୍ତା ଜାତୀୟ ଡିଜାଇନ୍ ଫର୍ ଭାରତ ପ୍ରଦର୍ଶନୀରେ ଭାଗ ନେବା ପାଇଁ ଶ୍ରେଷ୍ଠ 3ଟି ଦଳର ନାମ ଘୋଷଣା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର କହ୍ନେଇପୁର ଗ୍ରାମରେ କିଡ୍ନି ଜନିତ ସଂକ୍ରମଣରେ 1 ବର୍ଷ ମଧ୍ୟରେ 11 ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ବର୍ତ୍ତମାନ 7 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗ୍ରାମରେ 40ରୁ ଅଧିକ ପରିବାର ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ଏହି ରୋଗରେ ପୀଡ଼ିତ ଅଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀମାନେ ପ୍ରଶାସନକୁ ଜଣାଇବା ପରେ ଏକ ଦଳ ଏଠାରେ ପହଞ୍ଚି ପାଣିର ନମୁନା ସଂଗ୍ରହ କରିଛି। ଖୋର୍ଦ୍ଧା ଜୟୀରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୋଷଣ ଅଭିସରଣ କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଜାନୁଆରୀ 1 ତାରିଖଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 25 ତାରିଖ ଯାଏଁ ଚାଲିବ। ଏହା ପ୍ରତ୍ୟେକ VHN କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ଅଭିଯାନକୁ ସଫଳ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ନାଇଜରରେ ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି। ନାଇଜର ପରିସରରେ ଆୟୋଜିତ ଏହି ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦେଶର 10ଟି ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର 1500ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା 7 ଦିନ ଧରି ଚାଲିଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।